श्रीमद्भागवत गीता संख्या जग द्वितीय अध्याय आश्चर्यवत् पश्याति कस्मिदेनम् आश्चर्यवद् वदति तथैव चान्यत् आश्चर्यवच्चेन मन्ना शृण्वन्ति श्रुत्वाप्यनं वेद न चैव कस्मित् अनुवाद केतके ଏହି ଆତ୍ମାକୁ ଆଶ୍ଚର୍ଯ୍ୟ ହୋଇ ଦେଖନ୍ତି, କେତେକ ଆଶ୍ଚର୍ଯ୍ୟ ଭାବରେ ବର୍ଣ୍ଣନା କରନ୍ତି ଏବଂ କେତେକ ସେ ସମ୍ବନ୍ଧରେ ଆଶ୍ଚର୍ଯ୍ୟ ହୋଇ ଶୁଣନ୍ତି। ଅନ୍ୟମାନେ ଏ ସମ୍ବନ୍ଧରେ ଶୁଣି ସୁଦ୍ଧା କିଛି ବୁଝିପାରନ୍ତି ନାହିଁ। ଭାବାର୍ଥ ଗୀତ ଉପନିଷଦ ମାନଙ୍କର ବିଷୟବସ୍ତୁର ଆଧାର ଉପରେ ପ୍ରତିଷ୍ଠିତ ହୋଇଥିବାରୁ କଠୋପନିଷଦରେ ଏ ଶ୍ଳୋକର ବିଷୟବସ୍ତୁ ଯେ ମିଳେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଶ୍ରବଣାୟାପି ବହୁର୍ବୀଜୋ ନ ଲଭ୍ୟେ ଶୃଣନ୍ତପି ବହବ ତ୍ୱଂ ନ ବିଦ୍ୱା ଆଶ୍ଚର୍ଯ୍ୟ ବକ୍ତା କୁଶଳସ୍ୟ ଲବ୍ଧା ଆଶ୍ଚର୍ଯ୍ୟସ୍ୟା ଜ୍ଞାତା କୁଶଳାନୁଶିଷ୍ଟ। ଏକ ବିରାଟ ପ୍ରାଣୀର ଶରୀର ମଧ୍ୟରେ ଅଣୁ ଆତ୍ମା ରହିଛି, ଏକ ବିରାଟ ବଟବୃକ୍ଷ ମଧ୍ୟରେ ମଧ୍ୟ ତାହା ଅଛି ଏବଂ ଅତି କ୍ଷୁଦ୍ର ଜୀବାଣୁ ମଧ୍ୟରେ ମଧ୍ୟ ରହିଛି। ଯେଉଁ ଜୀବାଣୁ ଗୁଡ଼ିକ ଅର୍ଥାତ୍ କୋଟି କୋଟି ଜୀବାଣୁ ଏକ ଇଞ୍ଚ ପରିମିତ ସ୍ଥାନ ମଧ୍ୟରେ ମଧ୍ୟ ରହିପାରନ୍ତି, ସେମାନଙ୍କର ମଧ୍ୟରେ ଅଣୁ ଆତ୍ମା ମଧ୍ୟ ଅଛି। ଏହା ବଡ଼ ଆଶ୍ଚର୍ଯ୍ୟର କଥା। ଯେଉଁ ଲୋକମାନଙ୍କର ଜ୍ଞାନ ଖୁବ୍ କମ୍ ଏବଂ ଯେଉଁମାନେ ଶୁଦ୍ଧପୂତ ନୁହନ୍ତି ବା ସାଧନାମୟ ଜୀବନଯାପନ ନ କରନ୍ତି, ସେମାନେ ଏ ଅତି କ୍ଷୁଦ୍ର ଅଣୁ ଆତ୍ମାର ଆଶ୍ଚର୍ଯ୍ୟଜନକ ସ୍ଥିତି କଥା କିଛି ବୁଝିପାରିବେ ନାହିଁ। ଯଦିଓ ବିଶିଷ୍ଟ ଅଧିକାରୀ ବା ଆଦିଗୁରୁ ଯେ କି ବ୍ରହ୍ମାଣ୍ଡର ପରମ ସୃଷ୍ଟ ଜୀବ ବ୍ରହ୍ମାଙ୍କୁ ଅଜ୍ଞାନ ପ୍ରଦାନ କରିଥିଲେ ଏ ବିଷୟରେ କୁହନ୍ତି, ତାହା ହେଲେ ବି ସେମାନେ ମୂର୍ଖମାନେ ବୁଝିପାରିବେ ନାହିଁ। ଆଧୁନିକ ଯୁଗର ଅଧିକାଂଶ ଲୋକଙ୍କର ଜ୍ଞାନ ଖୁବ୍ କମ୍ ଏବଂ ପଦାର୍ଥମାନଙ୍କର ସ୍ଥୂଳ ଧାରଣା ହିଁ କେବଳ ସେମାନଙ୍କର ଅଛି। ସେଇଥିପାଇଁ ସେମାନେ ବୁଝିପାରନ୍ତି ନାହିଁ ବା କଳ୍ପନା କରିପାରନ୍ତି ନାହିଁ କିପରି ଏକ କ୍ଷୁଦ୍ର ଅଣୁ ଆତ୍ମା ଏତେ ବଡ଼ ଓ ଏତେ ସୂକ୍ଷ୍ମ ହୋଇପାରେ। ତେଣୁ ଲୋକମାନେ ଏ ଆତ୍ମାର ଗଠନ ବା ବିବରଣ ବିଷୟ ଶୁଣି ଏହାକୁ ବଡ଼ ଆଶ୍ଚର୍ଯ୍ୟ ଭାବରେ ଦେଖନ୍ତି। ଲୋକମାନେ ମାୟା ଶକ୍ତି ଦ୍ୱାରା ବିମୋହିତ ହୋଇ ଇନ୍ଦ୍ରିୟ ତୃପ୍ତି ବିଧାୟକ ବିଷୟବସ୍ତୁରେ ଏତେ ଦୂର ମଗ୍ନ ଯେ ଏ ଅମୃତ ଜ୍ଞାନ ସମ୍ବନ୍ଧରେ ଚିନ୍ତା କରିବାକୁ ସେମାନଙ୍କର ସମୟ ନାହିଁ। ଯଦିଓ ଏହା ହେଉଛି ନିଶ୍ଚିତ କଥା ଯେ ଆତ୍ମଜ୍ଞାନ ଲାଭ ନ କଲେ ସେମାନେ ଜୀବନ ସଂଗ୍ରାମରେ ସମସ୍ତ କ୍ଷେତ୍ରରେ ପରାହତ ହେବେ, ତଥାପି ସେମାନେ ଏହାକୁ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ। ବୋଧହୁଏ ବ୍ୟକ୍ତିର ଏ ଧାରଣା ନାହିଁ ଯେ ସେ ଆତ୍ମା ସମ୍ବନ୍ଧରେ ଚିନ୍ତା କରିବ ଏବଂ ତଦ୍ୱାରା ଭୌତିକ ଦୁଃଖର ସମାଧାନ କରିପାରିବ। ଏପରି କେତେକ ଲୋକ ଅଛନ୍ତି ଯେଉଁମାନେ ଆତ୍ମା ସମ୍ବନ୍ଧରେ ଶୁଣିବାକୁ ଆଗ୍ରହୀ ଏବଂ ସେଇଥିପାଇଁ ସେମାନେ ସତ୍ସଙ୍ଗ କରି ସେ ସମ୍ବନ୍ଧରେ ଶ୍ରବଣ କରନ୍ତି। ତଥାପି ବେଳେବେଳେ ସେମାନେ ଅବିଦ୍ୟା ଯୋଗୁଁ ଅଣୁ ଆତ୍ମା ପରମାତ୍ମାଙ୍କୁ ଆକାର ପ୍ରକାରରେ ଏକ ବୋଲି ଗ୍ରହଣ କରି ଦିଗଭ୍ରାନ୍ତ ହୁଅନ୍ତି। ଏପରି ଏକ ବ୍ୟକ୍ତି ଖୋଜି ପାଇବା ବଡ଼ କଷ୍ଟକର ଯେ କି ଆତ୍ମା ଓ ପରମାତ୍ମା, ସେମାନଙ୍କର କାର୍ଯ୍ୟ, ସେମାନଙ୍କ ମଧ୍ୟରେ ଥିବା ସମ୍ବନ୍ଧ ଏବଂ ଆଉ ସବୁ ଟିକିନିକି କଥା ଭଲ ରକମ ଜାଣିଛି। ପୁନଶ୍ଚ ଏପରି ଏକ ଲୋକ ଖୋଜି ବାହାର କରିବା ଆହୁରି କଷ୍ଟକର ବ୍ୟାପାର ଯେ କି ପୂର୍ଣ୍ଣ ଆତ୍ମଜ୍ଞାନ ଲାଭ କରି ପାରିଛି ଏବଂ ସେଥିରୁ ପୁରା ଫାଇଦା ଉଠାଇ ପାରିଛି ଏବଂ ଯେ କି ବିଭିନ୍ନ ଅବସ୍ଥାନରେ ଆତ୍ମାର ସ୍ଥିତି କଥା ବୁଝାଇ ପାରିବ। ଯେପରି ହେଉ, ଯଦି କୌଣସି ବ୍ୟକ୍ତି ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଲାଭ କରିପାରିଲା ବା ସେ ସମ୍ବନ୍ଧୀୟ ସମସ୍ତ କଥା ବୁଝିପାରିଲା, ତାହେଲେ ତାର ଜୀବନ ସାର୍ଥକ ହୋଇଗଲା। ଆତ୍ମା ସମ୍ବନ୍ଧରେ ବୁଝିବାର ସହଜତମ ଉପାୟ ହେଲା ଭଗବଦ୍ ଗୀତାର ବାଣୀକୁ ଗ୍ରହଣ କରିବା।
କିନ୍ତୁ ଏଠାରେ ଗୋଟିଏ କଥା ମନେ ରଖିବାକୁ ପଡ଼ିବ ଯେ ଗୀତା ବାଣୀର ବକ୍ତା ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ, ଯେ କି ଗୀତାର ବିଶିଷ୍ଟ ଅଧିକାରୀ। ଯାହା ସେ ସମ୍ବନ୍ଧରେ କହିଛନ୍ତି ତାହାକୁ ହିଁ ଗ୍ରହଣ କରିବାକୁ ହେବ। ସେ ସମ୍ବନ୍ଧରେ ଅନ୍ୟ କିଛି କଥା ଆଉ ଶୁଣିବାକୁ ପଡ଼ିବ ନାହିଁ। କିନ୍ତୁ ଏଥି ନିମିତ୍ତ ଯଥେଷ୍ଟ ତପସ୍ୟା ସାଧନା ଦରକାର। ଇହ ଜନ୍ମରେ ହେଉ ବା କିମ୍ବା ପୂର୍ବ ଜନ୍ମରେ ହେଉ, କୃଷ୍ଣଙ୍କ ପରମ ପୁରୁଷ ଭଗବାନ ରୂପେ ଗ୍ରହଣ କରିବା ପୂର୍ବରୁ ବ୍ୟକ୍ତିକୁ ତପସ୍ୟା ସାଧନା କରିବାକୁ ପଡ଼ିବ। ଅବଶ୍ୟ ଏକ ଶୁଦ୍ଧ ଭକ୍ତଙ୍କର ଅହୈତୁକ କୃପା ଲାଭ କଲେ ବ୍ୟକ୍ତି କୃଷ୍ଣଙ୍କୁ ଜାଣିପାରିବ, ଅନ୍ୟଥା ଏହା ସମ୍ଭବ ନୁହେଁ। ତେହି ନିତ୍ୟମବଧ୍ୟାୟଂ ଦେହେ ସର୍ବସ୍ୟ ଭାରତ, ତସ୍ମାତ୍ ସର୍ବାଣି ଭୂତାନି ନ ତ୍ୱାଂ ସଚେତୁମହର୍ଷି। ଅନୁବାଦ: ହେ ଭରତ ବଂଶଜ, ଏ ଶରୀର ମଧ୍ୟରେ ଯେ ବାସ କରୁଛି ଅର୍ଥାତ୍ ଦେହୀ ନିତ୍ୟ ବା ସନାତନ ଅଟେ ଏବଂ ତାକୁ କଦାପି ବଧ କରାଯାଇପାରିବ ନାହିଁ। ତେଣୁ ତୁମେ କାହାରି ପାଇଁ ଦୁଃଖ କରିବା ଆବଶ୍ୟକ ନାହିଁ। ଭାବାର୍ଥ: ବର୍ତ୍ତମାନ ଭଗବାନ ପରିବର୍ତ୍ତନୀୟ ଆତ୍ମା ସମ୍ବନ୍ଧୀୟ ଉପଦେଶର ଉପସଂହାର କରୁଛନ୍ତି। ବିଭିନ୍ନ ପ୍ରକାର ଅମର ଆତ୍ମା କଥା ବର୍ଣ୍ଣନା କରି ଭଗବାନ ଶ୍ରୀକୃଷ୍ଣ ବର୍ତ୍ତମାନ ପ୍ରମାଣ କରୁଛନ୍ତି ଯେ ଆତ୍ମା ଅମର ବା ନିତ୍ୟ ଏବଂ ଏ ଶରୀର ଅନିତ୍ୟ। ତେଣୁ ଅର୍ଜୁନଙ୍କର ଯେଉଁ ଆଶଙ୍କା ରହିଛି ଯେ ତାଙ୍କର ପିତାମହ ଭୀଷ୍ମ, ଗୁରୁ ଦ୍ରୋଣ ଯୁଦ୍ଧରେ ମରିଯିବେ, ଏହା ବୃଥା। ପୁନଶ୍ଚ କ୍ଷତ୍ରିୟ ହିସାବରେ ଏହି ଆଶଙ୍କାର ବଶବର୍ତ୍ତୀ ହୋଇ କର୍ତ୍ତବ୍ୟ ତ୍ୟାଗ କରିବା ଉଚିତ ନୁହେଁ। ଭଗବାନ ଶ୍ରୀକୃଷ୍ଣ ବାଣୀ ଅନୁଯାୟୀ ବ୍ୟକ୍ତିକୁ ଏହା ବିଶ୍ୱାସ କରିବାକୁ ହେବ ଯେ ଏ ଭୌତିକ ଶରୀର ବ୍ୟତୀତ ଏକ ଆତ୍ମା ଅଛି। ଏହା ଏପରି କିଛି କଥା ନୁହେଁ ଯେ ଆତ୍ମା ବୋଲି କିଛି ନାହିଁ କିମ୍ବା କେତେକ ରାସାୟନିକ ପ୍ରତିକ୍ରିୟାର ଫଳ ସ୍ୱରୂପ ଏକ ନିର୍ଦ୍ଦିଷ୍ଟ ଭୌତିକ ପରିପକ୍ୱ ଅବସ୍ଥାରେ ଜୀବନୀ ଶକ୍ତି ବୃଦ୍ଧି ଲାଭ କରେ। ଯଦିଓ ଆତ୍ମା ଅମର, ତଥାପି ହିଂସା ଚରଣ କରିବା ଉଚିତ ନୁହେଁ। କିନ୍ତୁ ଯୁଦ୍ଧ ସମୟରେ ଯେତେବେଳେ ଏହାର ଆବଶ୍ୟକତା ଅଛି, ସେତେବେଳେ ଏହା ଆଚରଣୀୟ। ସେ ଆବଶ୍ୟକତା ଭଗବାନଙ୍କ ଅନୁମୋଦନ କ୍ରମେ ଉପଲବ୍ଧ ହେବା ଉଚିତ। ତାହା ବ୍ୟକ୍ତିର ନିଜ ଇଚ୍ଛା ଅନୁଯାୟୀ ଆଚରଣୀୟ ନୁହେଁ।